ଅଗ୍ନି ଉତ୍ସବ ଏବଂ ଗାଁମାନଙ୍କରେ ସାଧାରଣତଃ ଅଗିରା ପୂର୍ଣ୍ଣମୀ ବୋଲି କହିଥାନ୍ତି। ଏହା ଏକ କୃଷିଭିତ୍ତିକ ପର୍ବ। ମାଘ ମାସର ପୂର୍ଣ୍ଣମୀରେ ଏହି ପର୍ବ ପାଳନ କରାଯାଏ। ଏହି ଦିନଠାରୁ ଶୀତର ପ୍ରକୋପ ଧୀରେ ଧୀରେ କମି ଆସେ। ଗ୍ରୀଷ୍ମ ଋତୁ ବା ଖରାଦିନ ଆରମ୍ଭ ହୁଏ। ଶୀତ ଗ୍ରୀଷ୍ମ ମିଶ୍ରଣରେ ଋତୁରାଜ ବସନ୍ତଙ୍କର ଆଗମନ ହୁଏ। ଏହି ଉତ୍ସବରେ କ୍ଷେତରୁ ଆସିଥିବା ଛଣ ନଡ଼ା ସାହାଯ୍ୟରେ ଅଗ୍ନି ଦେବତାଙ୍କୁ ପୂଜା କରାଯାଏ। ପୁରାଣ ବର୍ଣ୍ଣିତ କଳି ଗୋଟା ବୃକ୍ଷ ଉପରେ ବସିଥାଏ। ଶ୍ରୀକୃଷ୍ଣ ଭଗବାନ ଠିକ୍ ଏହି ସମୟରେ ସେହି ପଥ ଦେଇ ଯିବାବେଳେ କଳି ତାଙ୍କ ଉପରେ ପରିସ୍ରା କରିଥିଲା। ଏଥିରେ କ୍ରୋଧିତ ହୋଇ ଭଗବାନ ଶ୍ରୀକୃଷ୍ଣ କଳିକୁ ବିନାଶ କରିବା ପାଇଁ ନିଜ ଶରୀରରୁ ଅଗ୍ନି ଜାତ କରିଥିଲେ ଏବଂ କଳି ଅଧାପୋଡ଼ା ହୋଇ ତାଙ୍କ ପଦ୍ମେ ଶରଣ ନେଇଥିଲା। ଭଗବାନ ଶ୍ରୀକୃଷ୍ଣ ଅଗ୍ନିକୁ କହିଥିଲେ, ମୋର ଶରୀରରୁ ତୁମର ଆବିର୍ଭାବ ହୋଇଥିବାରୁ ପ୍ରତି ମାଘ ପୂର୍ଣ୍ଣିମାରେ ପ୍ରତ୍ୟେକ ଗ୍ରାମ ଗ୍ରାମରେ ତୁମର ଜନ୍ମ ଉତ୍ସବ ପାଳନ କରିବେ। ଭଗବାନ ଶ୍ରୀକୃଷ୍ଣ ଏହା ମଧ୍ୟ ଅଗ୍ନିକୁ କହିଥିଲେ, ଯିଏ ତୁମର ଜନ୍ମ ଉତ୍ସବ ପାଳନ କରିବାକୁ ଅବମାନନା କରିବ ତୁମେ ତାର ଘର ଭକ୍ଷଣ କରିବ। ଭଗବାନ ଶ୍ରୀକୃଷ୍ଣ ପ୍ରଥମେ ଏହି ବାର୍ତ୍ତା ଧର୍ମରାଜ ଯୁଧିଷ୍ଠିରଙ୍କୁ ଦେଇଥିଲେ। ଧର୍ମରାଜ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କ ଆଦେଶକୁ ସମ୍ମାନ ଦେବାକୁ ଯାଇ ପ୍ରଥମେ ନିଜ ରାଜ୍ୟରେ ଅଗ୍ନି ଉତ୍ସବ ପାଳନ ଆରମ୍ଭ କରିଥିଲେ। ଏହି ଉତ୍ସବ ପାଳନ ପାଇଁ ଗ୍ରାମର ଶେଷ ଭାଗରେ ଗୋବର ଲେପନରେ ପବିତ୍ର କରାଯାଇ ପ୍ରତ୍ୟେକ ଘରୁ କୁଟା ନଡ଼ା କାଠ ସଞ୍ଚୟ କରି ଠୁଳ କରାଯାଏ। ଘିଅ ଦୀପ ପୂଜା ପରେ ସେହି ଦୀପକୁ ଠୁଳ କାଠ ନଡ଼ାରେ ଅଗ୍ନି ସଂଯୋଗ କରାଯାଏ। ଏଥିରେ ସମସ୍ତେ ଆଳୁ ସାରୁ ବାଇଗଣ ପକାଇଥାନ୍ତି। ଏହାପରେ ଏହି ଫଳକୁ ପ୍ରସାଦ ରୂପେ ସମସ୍ତେ ସେବନ କରନ୍ତି। ଏହାକୁ ସେବନ କରିବା ଦ୍ୱାରା ଅନେକ ରୋଗରୁ ଶରୀରକୁ ମୁକ୍ତି ମିଳିଥାଏ। କୁହାଯାଏ ଶୀତଦିନେ ବାଇଗଣ ଖାଇବାକୁ ମନା ଥାଏ। ଅଗିରା ପୂର୍ଣ୍ଣମୀ ପରେ ବାଇଗଣ ଖାଇବା ଦେହ ପକ୍ଷେ ହିତକର ହୋଇଥାଏ। ଏହି ଦିନ ଅଗ୍ନି ଦେବତାଙ୍କୁ ଶାନ୍ତ କରିବା ଦ୍ୱାରା ଘରପୋଡ଼ିରୁ ରାହତ ମିଳିଥାଏ। ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ କମାର ଘରେ କୃଷି ସାମଗ୍ରୀ ପଜାଯାଏ। କମାର ଘରର ଇଷ୍ଟ ଦେବତା ମଧ୍ୟ ଅଗ୍ନି। ଅଗ୍ନି ଉତ୍ସବ ପରେ ପରେ ଘର ଛପର କାର୍ଯ୍ୟ ଆରମ୍ଭ ହୁଏ। କୁହାଯାଏ ଅଗ୍ନି ଉତ୍ସବରେ ନଡ଼ାର ପାଉଁଶକୁ କ୍ଷେତରେ ବ୍ୟବହାର କରିବା ଦ୍ୱାରା ଉତ୍ତମ ଶସ୍ୟ ଉତ୍ପନ୍ନ ହୋଇଥାଏ। ମାଘ ପୂର୍ଣ୍ଣିମା ପବିତ୍ର ଅଗ୍ନି ଉତ୍ସବରେ ସଭିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବେନି।